କାହିଁକି ଏହି ମନ୍ଦିରରେ ଶିବଙ୍କୁ ଧବଳେଶ୍ୱର ନାମରେ ନାମିତ କରାଯାଇଛି? କଣ ରହିଛି କଳା ଓ ଧଳା ବଳଦର ରହସ୍ୟ? କଣ ରହିଛି ଏହି ମନ୍ଦିରର କିମ୍ବଦନ୍ତୀ? ଆସନ୍ତୁ ସମ୍ପୂର୍ଣ୍ଣ ସୂଚନା ଜାଣିବା ଏହି ଭିଡିଓରେ। ଚୋର ପଶିଲା ଶରଣ ଦେବଦେବ ମହାଦେବଙ୍କ ପାଖରେ। କାହିଁକି କଣ ରହିଛି ଚୋରର ଇତିହାସ? ଦର୍ଶକ ବନ୍ଧୁ, ଆଜି ଏକ ଏମିତି ଏପିସୋଡ଼ କିଛି ନିଆରା। ଚୋର ଯେତେବେଳେ ଚୋରି କରିକି ଗୋଟେ କଳା ଗାଈକି ଆଣୁଥିଲା ଏହି ମନ୍ଦିରରେ ପଶିଗଲା ଆଜ୍ଞା, ଏବଂ ଶରଣ ପଶିଲା ଦେବଦେବଙ୍କ ମହାଦେବଙ୍କ ପାଖରେ ଏବଂ ଜୀବନ ଭିକ୍ଷା ମାଗିଲା, କହିଲା ପ୍ରଭୁ ମୋତେ ବଞ୍ଚେଇ ଦିଅ। ହଁ ଦର୍ଶକ ବନ୍ଧୁ, ଏହି ମନ୍ଦିରରେ ଆପଣ ଜାଣିପାରିବେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ କି ନାହିଁ, ସାଙ୍ଗେ ସାଙ୍ଗେ ଆପଣ ଜାଣିପାରିବେ। ତ କ'ଣ ରହିଛି ଏ ମନ୍ଦିରର ଇତିହାସ ଏବଂ କିମ୍ବଦନ୍ତୀ, ଆସନ୍ତୁ ଏ ମନ୍ଦିର ବିଷୟରେ ଅଧିକା କିଛି ଜାଣିବା। ଆସନ୍ତୁ ଯିବା। ଜଣେ ଭକ୍ତ ଯିଏ କଟକ ଆଠଗଡ଼ ଧବଳେଶ୍ୱର ମନ୍ଦିରରେ ଦର୍ଶନ ନୀତି କରେ ଏବଂ କାହିଁକି ସିଏ ଏଠି ଅଟକି ଯାଇଥିଲା, କୁହାଯାଏ କି ଯେତେବେଳେ ନଦୀ ବଢ଼ିଥିଲା ସେ ଭକ୍ତ ଜଣେ ଧବଳେଶ୍ୱର ମନ୍ଦିର ଯାଇପାରୁନଥିଲେ। ଏହି ସ୍ଥାନରେ ହିଁ ରହିକି ମହାଦେବଙ୍କୁ ଉପାସନା କରିଥିଲେ ଏବଂ ସ୍ୱପ୍ନରେ ମହାଦେବ ଦେଖା ହେଇକି କହିଲେ ତୁ ଏଇଠି ହିଁ ମନ୍ଦିର ପ୍ରତିଷ୍ଠା କରିକି ପୂଜା ଅର୍ଚ୍ଚନା ମୋତେ କରେ। ତ କ'ଣ ରହିଛି ଦର୍ଶକ ବନ୍ଧୁ ଏ ମନ୍ଦିରର ପ୍ରତିଷ୍ଠା ପଛରେ ଇତିହାସ ଏବଂ କିମ୍ବଦନ୍ତୀ, ଆସନ୍ତୁ ଆଗକୁ এই ଭିଡ଼ିଓରେ ଜାଣିବା। ଆସନ୍ତୁ ଯିବା। ତ ଆମ ପାଖେ ଅଛନ୍ତି ଧବଳେଶ୍ୱର ମନ୍ଦିରର ମୁଖ୍ୟ ପୂଜକ। ଆସନ୍ତୁ ତାଙ୍କୁ ପଚାରି ବୁଝିବା ଏ ମନ୍ଦିରର ଇତିହାସ ଏବଂ କିମ୍ବଦନ୍ତୀ ଏବଂ ଚୋର ବିଷୟରେ ଏବଂ କାଚେରା ବିଷୟରେ କ'ଣ ରହିଛି ପୂର୍ବ ଅମଳରୁ ଇତିହାସ, ଆସନ୍ତୁ ପଚାରି ବୁଝିବା। ତ ସର୍ବପ୍ରଥମେ ନୀଳଚକ୍ର ଟିଭି ଓଡ଼ିଆକୁ ଆପଣଙ୍କୁ ସ୍ୱାଗତ। ତ ଭାଇନା, କ'ଣ ରହିଛି ଏ ମନ୍ଦିରର ଇତିହାସ ଏବଂ କିମ୍ବଦନ୍ତୀ ଟିକେ କୁହନ୍ତୁ ଆମକୁ। ମୁଁ ମନ୍ଦିରର ପୂଜକ ଲୋମନା ଲୋକନାଥ ପଣ୍ଡା। ମୁଁ ଦୀର୍ଘ 50 ବର୍ଷ ଧରି ଏ ମନ୍ଦିରରେ ପୂଜା ସେବା କର୍ମ କରି ଆସୁଛି। ମୁଁ ଯାହା ଅନୁଭବ ଜାଣିଛି ଆଗରୁ ଯେ ଏ ମନ୍ଦିର ଏ ପାଖରେ ଜଣେ ଭକ୍ତ ଥିଲେ। ଏଠୁ ସବୁଦିନ ସେ କଟକ ଧବଳେଶ୍ୱର ଘୋଡ଼ାରେ ବସି ଦର୍ଶନ କରିବାକୁ ଯାଆନ୍ତି। ଦିନେ ଯିବା ସମୟରେ ତାଙ୍କର ବର୍ଷା ପବନ ଝଡ଼ି ତୋଫାନ ହେଲା, ସେ ଯାଇପାରିଲେନି। ବାଟରେ ଗୋଟେ ଗଛ ମୂଳେ ଘୋଡ଼ାକୁ ବାନ୍ଧି ସେଇଠି ସେ ଶୋଇଲେ। 3 ଦିନ ପରେ ସେ ସ୍ୱପ୍ନରେ ଜାଣିଲେ ଯେ ଧବଳେଶ୍ୱର ଗୁରୁଜଙ୍ଗ ଗାଁରେ ଏଇ ଜଙ୍ଗଲ ଭିତରେ ଆବିର୍ଭାବ ହୋଇଛନ୍ତି। ସ୍ୱପ୍ନରେ ସେ ଜାଣିଲେ କାଳି ଗାଈ କ୍ଷୀର ଦିଆଯାଉଥିବ, ଆଉ ସେ ଜାଗା ପାତାଳ ମାଟି ଫାଟି ଯାଇଥିବ, ସେଇ ଜାଗାରେ ମୋତେ ଯାଇକି ଦର୍ଶନ କରିବୁ। ସେ ଆସିଲେ। ଏଠି ଆସିଲା ପରେ ଏଠି ଦେଖିଲେ, ସମସ୍ତେ ଜାଣିଲେ। ରାଜାଙ୍କ ପାଖକୁ ଖବର ଗଲା ଏବଂ ସେ କାଚେରା ଗୋଟିଏ ମନ୍ଦିର ଫାଷ୍ଟ ଆରମ୍ଭ କରିଥିଲେ। ତାପରେ ରାଜା ଶୁଣିକି ଅନ୍ୟ ମନ୍ଦିର ତିଆରି କଲେ। ଜଣେ ଚୋର ଚୋରି କରିକି ନେଇଯାଉଥିଲା ତାଙ୍କ ବଳଦଙ୍କୁ। ମାଲିକକୁ ପଚରାଗଲା ଯେ ତମର କେଉଁ ବଳଦ, କଳା ନା ଧଳା? ସେଠୁ ସେ ମାଲିକ କହିଲେ ମୋର ହେଉଛି କଳା ବଳଦ। ମନ୍ଦିର ଭିତରେ ବଳଦକୁ ପୁରେଇ ଦେଇକି ଭକ୍ତ ଯେ ଚୋର ମୁଣ୍ଡିଆ ମାରିଲା ଠାକୁରଙ୍କୁ ଯେ ପ୍ରଭୁ ମୋତେ ରକ୍ଷା କର। ମନ୍ଦିର ଖୋଲିଲା ବେଳକୁ ସେ ବଳଦ ବାହାରିଲେ ଧଳା। ତେଣୁ କଳାକୁ ଧଳା କରିଥିବାରୁ ତାଙ୍କ ନାଁ ହେଲା ଧବଳେଶ୍ୱର। ଚୋରର ମାନ ରଖିଲେ ଦେବଦେବ ମହାଦେବ। ଏ ମନ୍ଦିରର ଏମିତି ଆଜ୍ଞା କିଛି ଇତିହାସ ରହିଥିଲା। ତ ଠାକୁରଙ୍କର କ'ଣ ରହିଛି ଏଠାକାର
ନୀତିକାନ୍ତି ଏବଂ ବର୍ଷକରେ ପର୍ବପର୍ବାଣୀ କ'ଣ ଆସନ୍ତୁ ପଚାରି ବୁଝିବା। ତ ଭାଇନା ଠାକୁରଙ୍କର ଏଠି ନୀତିକାନ୍ତି କ'ଣ ରହିଛି ଏବଂ ବର୍ଷକରେ ପର୍ବପର୍ବାଣୀ କ'ଣ ରହିଛି ଆମକୁ ଟିକେ କୁହନ୍ତୁ। ଏଠାରେ ରାତି 3ଟାରେ ମନ୍ଦିର ପହଡ଼ ଖୋଲା ହୁଏ। ଆଜ୍ଞା ପହଡ଼ ହେଲା ଖୋଲା ପରେ ଗୋଟେ ବଲ୍ଲଭ ପୂଜା ହୁଏ। ଆଜ୍ଞା ବଲ୍ଲଭ ପୂଜା ସରିଲା ପରେ ଠାକୁରଙ୍କର ଶଙ୍ଖୁଡ଼ି ଭୋଗ ଲାଗିବ ଦିନ 12ଟାରୁ 1ଟା ଭିତରେ। ଅନ୍ନ ଡାଲମା ପିଠା ଏସବୁ ଜିନିଷ ଭୋଗ ହେବ। ତାପରେ ଗୋଟାକରେ ପହଡ଼ ପଡ଼ିବ। ପୁଣି ଦିନ 3ଟା ବେଳେ ଖୋଲା ହେବ। ଖୋଲା ହେଲା ପରେ ଠାକୁରଙ୍କର ବାଳ ଭୋଗ ଲାଗିବ। ବାଳ ଭୋଗ ହେଲା କ୍ଷୀରି କାକରା ଆଉ ଉଖୁଡ଼ା ଏଇଭଳିଆ ଭୋଗ ଲାଗିବ। ଗଜା ଏସବୁ ଭୋଗ ଲାଗିବ। ଲାଗିଲା ପରେ ସନ୍ଧ୍ୟା ପହଡ଼ ହେବ। 9ଟା ରାତିରେ ପହଡ଼ ହେବ। ସେତେବେଳେ ବଡ଼ ସିଂହାର ଭୋଗ ଲାଗିକରି ପହଡ଼ ହେବ। ତ ପୁଣି ଦିନ ଯାକର ଏଇଆ ଭୋଗରାଗ ନୀତି। ଠାକୁରଙ୍କର ପର୍ବପର୍ବାଣୀ ଏଠି କ'ଣ ଅନୁଷ୍ଠିତ ହେଉଛି ବର୍ଷକରେ? ବଡ଼ ପର୍ବ କ'ଣ ଅଛି? ଏଠି ହେଲା ମୁଖ୍ୟ ପର୍ବ ହେଲା ବଡ଼ ଓଷା। ଆଜ୍ଞା ତାପରେ ହେଉଛି ଜାଗର। ଆଜ୍ଞା ପୁଣି ଏଠି ରାମଲୀଳା କରାଯାଏ ମାସ ମାସ ଧରିକିରି। ଠାକୁରଙ୍କର ମଧ୍ୟ ଅଛି ଆମର ପଞ୍ଚୁଦଳ ଠାକୁର ପଞ୍ଚୁଦଳ ପଡ଼ିଆ ଅଛି। ପଞ୍ଚୁଦଳ କରାଯାଏ। ଆଉ ସଂକ୍ରାନ୍ତି ଅମାବାସ୍ୟା ଏମିତି ଅନ୍ୟ ଏଠି ବି ଝାମୁ କରାଯାଏ। 108 ଝାମୁ ଚାଲନ୍ତି। ଆଉ ସବୁ ଅନ୍ୟାନ୍ୟ ପର୍ବ ଏମିତି ଚାଲିଛି। ତ ଭାଇନା ଆମେ ଶୁଣିଥିଲୁ ଯିଏ ମନସ୍କାମନା କରେ ଏଠି ସାଙ୍ଗେ ସାଙ୍ଗେ କୁଆଡ଼େ ଠାକୁରଙ୍କ ପାଇଁ ଜାଣି ହୁଏ। ଏବଂ ଯେଉଁ ଇଏ ତ ସ୍ୱୟମ୍ଭୁ ଶିବଲିଙ୍ଗ ପାତାଳ ଫୁଟା ମାନେ ଆମେ ଶୁଣିଛୁ ଯେଉଁ ଲିଙ୍ଗ ଭିତରେ ଭୁଟି ବାହାରେ ସେ ଭୁଟିର କ'ଣ ରହସ୍ୟ ରହିଛି? ଠାକୁରଙ୍କ ଯେଉଁ ପାତାଳ ଫୁଟା ଯେଉଁ ଠାକୁରଙ୍କର ଭୁଟି ଗୋଟେ ବାହାରେ ସେ ଭୁଟି ପଛରେ କ'ଣ ରହସ୍ୟ ରହିଛି? ଠାକୁରଙ୍କର ପାତାଳ ଫୁଟା ଏଠି ଲିଙ୍ଗ ବହୁତ ତଳେ ରହିଛନ୍ତି ବା ନ ରହିଛନ୍ତି କେହି ଦେଖି ନାହାନ୍ତି। ଆଜ୍ଞା କିନ୍ତୁ ଦେଖିବେ ପାତାଳ ମାଟି ଫାଟି ଯାଇଛି। ସେ ଭିତରୁ ହାବୁକା ଦର୍ଶନ ଆସିବ ସବୁବେଳେ। ସେ ଦର୍ଶନ ଯେ ଲୋକ ଏମିତି ଅଛନ୍ତି ଭକ୍ତ ଗୁହେ ଠିଆ ହେଲେ ବି ପାଇବେନି, ଲୋକ ଆସୁ ଆସୁ ବି ପାଇବେ। ଭକ୍ତ ଯାହାର ଯାହା ମନୋବାଞ୍ଛିତ ପୂର୍ଣ୍ଣ ହେବାର ଥିବ ସେଇ ହାବୁକାରୁ ପଡ଼ିଯାଏ। ତେଣୁ ବହୁତ ଲୋକଙ୍କର ବହୁତ ମନସ୍କାମନା ପୂର୍ଣ୍ଣ ହୁଏ ଏଠାରେ। ବିଶେଷ ଜଳସାହି ଯାଚିଲା ଯିଏ ସେ ଯାହାର କ'ଣ ହେଲା ସେ ଜଳସାହି ଯାଚି ଦେଲେ ତାର ନିଶ୍ଚୟ ସମ୍ପୂର୍ଣ୍ଣ ହେବ ମନସ୍କାମନା। ଭକ୍ତର ମାନ ରଖିବା ପାଇଁ ଦେବଦେବ ମହାଦେବ ଭକ୍ତଙ୍କୁ ରକ୍ଷା କରୁଥିଲେ। ହଁ ଦର୍ଶକ ବନ୍ଧୁ ଆପଣମାନେ ଦେଖୁଥିଲେ ଦେବଦେବ ମହାଦେବଙ୍କର ଧବଳେଶ୍ୱର ମନ୍ଦିରର ଇତିହାସ ଏବଂ କିମ୍ବଦନ୍ତୀ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଆମ ନୀଳଚକ୍ର ଟିଭି ଓଡ଼ିଆକୁ ସବସ୍କ୍ରାଇବ୍ ଲାଇକ୍ ଏବଂ ସେୟାର କରିବାକୁ ଜମାରୁ ଭୁଲିବେନି। ଦର୍ଶକ ବନ୍ଧୁ ପୁଣି ଥରେ ଦେଖାହେବ ଆଉ ଏକ ନୂତନ ଏପିସୋଡ଼ରେ ନୂଆ ଅଧ୍ୟାୟ ଏବଂ ନୂଆ କାହାଣୀ ସହିତ ଆମେ ଆସିବୁ ଆପଣଙ୍କ ପାଖକୁ। ସେଥିପର୍ଯ୍ୟନ୍ତ ବିଦ୍ୟା ଦିଅନ୍ତୁ। ଜୟ ଜଗନ୍ନାଥ।